Hello student, welcome to our YT ପାଠଶାଳା ଏକ୍ସପ୍ଲୋର। ନାମ ଭାରତରେ ଶାସକମାନଙ୍କ ସହିତ ସାମ୍ରାଜ୍ୟ ବିସ୍ତାର ପାଇଁ ସଂଘର୍ଷ। କେମିତି ସବୁ ସଂଘର୍ଷ ହୋଇଥିଲା ତ ଆମେ ପଢ଼ିଥିଲେ କ'ଣ ପଢ଼ିଥିଲେ ନା ପୂର୍ବ କ୍ଲାସରେ ଆମେ ପଢ଼ିଥିଲେ ହେଉଛି ପ୍ରଥମ କର୍ଣ୍ଣାଟ ସମର, ଦ୍ୱିତୀୟ କର୍ଣ୍ଣାଟ ସମର ଆଉ ଆମର ତୃତୀୟ କର୍ଣ୍ଣାଟ ସମର ପଢ଼ିଥିଲେ। ତ ଆଜି ଆମେ ଦେଖିବା ଭାରତୀୟ ଶାସକମାନଙ୍କ ସହିତ ସାମ୍ରାଜ୍ୟ ବିସ୍ତାର ପାଇଁ କେମିତିକା ସଂଘର୍ଷ ହୋଇଥିଲା। ତୃତୀୟ କର୍ଣ୍ଣାଟ ସମୟରେ କିଏ ଜିତିଥିଲେ? ଆମର ଯେଉଁ ଇଂରେଜ ଆମର ବଙ୍ଗ ଦେଶକୁ କ'ଣ କରିଥିଲେ? ଅଧିକାର କରିଥିଲେ। ଅଧିକାର କରିକି ସେ ବଙ୍ଗ ଦେଶକୁ ବୃଦ୍ଧି କରିକି ସେଠାରେ ସାମ୍ରାଜ୍ୟ ବିସ୍ତାର କରିଥିଲେ। ବଙ୍ଗଦେଶ ନା ଆମ ବଙ୍ଗଦେଶ ବଙ୍ଗଳାର ନବାବ ହେବା ପାଇଁ ଯେଉଁ ଆମର ଥିଲେ ଆମର ଆଲିବର୍ଦୀ ଖାଁ କ'ଣ କଲେ ନା 1740 ଖ୍ରୀଷ୍ଟାବ୍ଦରେ ନିଜକୁ ସେଠାରେ ଘୋଷଣା କରିଦେଲେ। 1740 ଖ୍ରୀଷ୍ଟାବ୍ଦରେ ନିଜକୁ ବଙ୍ଗଳାର ନବାବ ହେବା ପାଇଁ ବା ରାଜା ହେବା ପାଇଁ ଘୋଷଣା କଲେ। କିନ୍ତୁ ବଙ୍ଗକୁ ଅଧିକାର କରିକି କିଏ ରହିଥିଲେ ନା ଆମର ଯେଉଁ ଇଂରେଜ ମାନେ ଥିଲେ ସେମାନେ ହେଉଛି ଆମର ବଙ୍ଗକୁ ଅଧିକାର କରିଥିଲେ। ତାପରେ ଯେଉଁ ଆମର ଆଲିବର୍ଦୀ ଖାଁ ଆସିଲେ ସେ 1740 ଖ୍ରୀଷ୍ଟାବ୍ଦରେ ସେ ଯେଉଁ ଆମର ବଙ୍ଗ ଦେଶ ଗୁଡ଼ିକ ଥିଲା ସେଠାରେ ରାଜା ହେବା ପାଇଁ ସେ ନିଜକୁ ଘୋଷଣା କଲେ। ଆଲିବର୍ଦୀ ଖାଁ କ'ଣ କଲେ? ଯେତେବେଳେ ସେ ନବାବ ହେଇଗଲେ ସେଠିକାର ବଙ୍ଗ, ବିହାର, ଓଡ଼ିଶାର ଶାସନକର୍ତ୍ତା ହୋଇଥିଲେ। କେବେ ନା 1740 ଖ୍ରୀଷ୍ଟାବ୍ଦରେ ସେମାନଙ୍କୁ ନିଜ ଅଧୀନରେ ରଖିଥିଲେ। କିଏ? ଏ ଯେଉଁ ଆମର ଆଲିବର୍ଦୀ ଖାଁ ଥିଲେ। ସେତେବେଳେ ଶାନ୍ତି ଶୃଙ୍ଖଳାକୁ ପ୍ରତିଷ୍ଠା ପାଇଁ ଉଦ୍ୟମ କରି 1756 ଖ୍ରୀଷ୍ଟାବ୍ଦରେ ସେ କ'ଣ କରିବେ? ପରଲୋକ ହୋଇଥିଲେ। ଏପ୍ରିଲ ମାସ 9 ତାରିଖରେ ତାଙ୍କର ମୃତ୍ୟୁ ହେଇଥିଲା। ଆଲିବର୍ଦୀ ଖାଁ ଥିଲେ ସେ କ'ଣ କଲେ ନା ଆମର ବିହାର, ବଙ୍ଗ, ଓଡ଼ିଶାକୁ ଅଧିକାର କରିକି ଶାସନକର୍ତ୍ତା ହୋଇଥିଲେ। 1740ରୁ 1756 ଖ୍ରୀଷ୍ଟାବ୍ଦ ମଧ୍ୟରେ କ'ଣ କଲେ? ସେ ଯେଉଁ ଆମର ଥିଲା ବଙ୍ଗ, ବିହାର ଓ ଓଡ଼ିଶାକୁ ଅଧିକାର କରିଥିଲେ। 1756 ଖ୍ରୀଷ୍ଟାବ୍ଦରେ ତାଙ୍କର ମୃତ୍ୟୁ ହୋଇଥିଲା। କାହାର ନା ଆଲିବର୍ଦୀ ଖାଁଙ୍କର ମୃତ୍ୟୁ ପରେ ତାଙ୍କ ପୁତ୍ର ଥିଲେ କିଏ? ତାଙ୍କ ନାଁ କ'ଣ ନା ସିଜାଉଦ୍ଦୌଲା। ସେ ବଙ୍ଗର କ'ଣ ହେଲେ? ରାଜା ହେଲେ। ଆଲିବର୍ଦୀ ଖାଁଙ୍କର ମୃତ୍ୟୁ ହେଲା ପରେ ଆମର ସେଠିକାର ରାଜା କିଏ ହେଲେ ନା ସିଜାଉଦ୍ଦୌଲା ସେଠିକାର ରାଜା ହେଲେ। ବଙ୍ଗର ରାଜା ହେଲେ ସମ୍ପର୍କୀୟଙ୍କ ସହିତ ଶତ୍ରୁତା ଆରମ୍ଭ ହେଇଗଲା। ତେବେ ଶତ୍ରୁତା ଆରମ୍ଭ ହେଲା କିନ୍ତୁ ତାଙ୍କ ସାଙ୍ଗରେ ଯୁଦ୍ଧ କରିବେ କି ନାହିଁ? ତାଙ୍କର
ବୁଦ୍ଧି ଦ୍ୱାରା ସେ ଶତ୍ରୁମାନଙ୍କୁ ପରାସ୍ତ କରିଥିଲେ। କିଏ ପରାସ୍ତ କରିଥିଲେ? ଆମ ଏ ଯୋଉ ସୁଜାଉଦ୍ଦୌଲା ଥିଲେ, ସେ ତାଙ୍କର ବୁଦ୍ଧି କୌଶଳ ଦ୍ୱାରା ସେ ତାଙ୍କର ଯୋଉ ଶତ୍ରୁମାନେ ଥିଲେ ତାଙ୍କୁ କଣ କରିଦେଇଥିଲେ? ତାଙ୍କୁ ହରେଇ ଦେଇଥିଲେ। ଯୋଉ ରହିଯାଇଥିଲେ କୋଉମାନେ? ନା ଏ ଯୋଉ ଇଂରେଜ ମାନେ ଥିଲେ, ସେମାନେ କଣ କରୁଥିଲେ? ନା ଆମର ସୁଜାଉଦ୍ଦୌଲାଙ୍କ କୌଣସି ଅନୁମତି ନ ନେଇ ସେ କଣ କରୁଥିଲେ? ନା କଲିକତାରେ ଦୁର୍ଗ ନିର୍ମାଣ କଲେ। କୋଉମାନେ ନିର୍ମାଣ କଲେ? ଏଇ ଆମର ବଦମାସ ଇଂରେଜ ମାନେ ଦୁର୍ଗ ନିର୍ମାଣ କରିଲେ। ଏବଂ ସେମାନେ କଣ କରିଥିଲେ? ନା ଆମର ସୁଜାଉଦ୍ଦୌଲାଙ୍କର ବିନା ପରମିଶନରେ ସେଟା ଦୁର୍ଗ ନିର୍ମାଣ କରିବା ପରେ ସେଠାରେ ସେମାନେ କାର୍ଯ୍ୟ ଆରମ୍ଭ କରିଦେଇଥିଲେ। କୋଉମାନେ? ନାଇଁ ଇଂରେଜ ମାନେ ସେମାନେ କଣ କରୁଥିଲେ? ସୁଜାଉଦ୍ଦୌଲାଙ୍କର ବିନା ପରମିଶନରେ ସେମାନେ କଲିକତାରେ ଆସିକି ତାଙ୍କର ଦୁର୍ଗ ନିର୍ମାଣ କଲେ। ଦୁର୍ଗ ନିର୍ମାଣ କରିସାରିବା ପରେ ସେଠାରେ ନିଜ ମନ ଇଚ୍ଛା କାର୍ଯ୍ୟ ଆରମ୍ଭ କରିଥିଲେ। ନବାବ ଥିଲେ ସୁଜାଉଦ୍ଦୌଲା, ତାଙ୍କୁ ବିନା ପରମିଶନ ଯେତେବେଳେ ଇଂରେଜ ମାନେ ଆସିକି ସେଠାରେ ବାଣିଜ୍ୟ ଆରମ୍ଭ କରିବେ, ସେଠିକାର ଦୁର୍ଗ ନିର୍ମାଣ କରିବେ, ନିହାତି ସୁଜାଉଦ୍ଦୌଲା ରାଗିବେ କି ନାହିଁ? ନିହାତି ରାଗିବେ। ତାଙ୍କୁ ବିନା ପରମିଶନ ଆସିକି ତାଙ୍କ ନିଜ ଏରିଆରେ ଆସିକି ତାଙ୍କର ମନ ଇଚ୍ଛା କାମ କରୁଛନ୍ତି, ତ ସେ ରାଗିବେ କି ନାହିଁ? ଯେତେବେଳେ ସୁଜାଉଦ୍ଦୌଲା ଜାଣିବାକୁ ପାଇଲେ, କଣ ଜାଣିବାକୁ ପାଇଲେ? ଇଂରେଜ ମାନେ ଆମ ବଙ୍ଗକୁ ଆସି ସେଠାରେ ନିର୍ମାଣ କରି କଣ କରୁଛନ୍ତି? ବାଣିଜ୍ୟ ବେପାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଯେତେବେଳେ ଆମ ରାଜା ସୁଜାଉଦ୍ଦୌଲା ଜାଣିଲେ, ସେ କଣ କଲେ? ତାଙ୍କୁ ମନା କରିଦେଇଥିଲେ। କୋଉମାନଙ୍କୁ? ନା ଇଂରେଜ ମାନଙ୍କୁ ମନା କରିଦେଇଥିଲେ, ବେପାର ବାଣିଜ୍ୟ କରିବ ନାହିଁ। ଯେତେବେଳେ ସେ ବିରୋଧ କଲେ, କିଏ? ଆମର ସିରାଜଉଦ୍ଦୌଲା ଯେତେବେଳେ ବିରୋଧ କି ତୁମେ ମାନେ ଏଠାରେ ମନ ମୁତାବକ କାର୍ଯ୍ୟ କରିପାରିବ ନାହିଁ। କାହାକୁ କହିଲେ? ନା ଆମ ଇଂରେଜ ମାନଙ୍କୁ କହିଲେ। ଯେତେବେଳେ ଇଂରେଜ ମାନଙ୍କୁ କହିଲେ, ତାପରେ ବି ସେମାନେ କଣ କଲେ? ନା ସୁଜାଉଦ୍ଦୌଲାଙ୍କର ସେ କଥାକୁ ମାନିଲେ ନାହିଁ। କଣ କଲେ? ନା ସୁଜାଉଦ୍ଦୌଲାଙ୍କର କୌଣସି କଥାକୁ କୋଉମାନେ ମାନିଲେ ନାହିଁ? ଯୋଉ ଆମର ଥିଲେ ଇଂରେଜ ମାନେ ସୁଜାଉଦ୍ଦୌଲାଙ୍କର କୌଣସି କଥାକୁ ବି ମାନିଲେ ନାହିଁ, ସେମାନେ ଖାତିର କଲେନି। ହେଲା, ସମସ୍ତଙ୍କୁ ହରେଇ ସାରିଲନି। ଏଇ ଯୋଉ ବଙ୍ଗରେ ରହିଛି ସୁଜାଉଦ୍ଦୌଲା, ସେ ଆମ ପାଇଁ କଣ? ଆମେ ତାଙ୍କୁ ବି ହରେଇ ଦେବୁ, ସେଇଟା ଭାବିକି ସେମାନେ କଣ କଲେ? ନା ତାଙ୍କର କୌଣସି ମାନିଲେନି। ନିହାତି ଜଣେ ରାଜା ଅଛନ୍ତି, ସେ ସେଠାରେ ମନା କରୁଛନ୍ତି, ନାଇଁ ତୁମେ ମାନେ ଏଠି ରହିକି ତୁମର ବେପାର ବାଣିଜ୍ୟ କରିପାରିବନି କି ତୁମେ ଏଇଠି ଯାଉ ପଳାଅ। ଯେତେବେଳେ ସେମାନେ ତାଙ୍କ କଥା ମାନି ନାହାନ୍ତି, ତ ସେ ନିହାତି କଣ କରିବେ? ତାଙ୍କ ସହିତ ଯୁଦ୍ଧ କରିଥିବେ କି ଆକ୍ରମଣ କରିଥିବେ କି ନାହିଁ? ତ ସେମିତିକା ହେଲା କଣ? ନା ଖ୍ରୀଷ୍ଟାବ୍ଦରେ ସୁଜାଉଦ୍ଦୌଲା ମନା କଲେ ଇଂରେଜ ମାନଙ୍କୁ ମନା କଲେ। ଯେତେବେଳେ ମନା କଲେ, ଇଂରେଜ ମାନଙ୍କୁ ତ ମନା କଲେ। ଇଂରେଜ ମାନେ କଣ କଲେ? ତାଙ୍କର କୌଣସି କଥାକୁ ତ ମାନିଲେନି। ତାପରେ 1757 ଖ୍ରୀଷ୍ଟାବ୍ଦରେ ସେମାନେ ଦିଲ୍ଲୀକୁ ଆକ୍ରମଣ କଲେ। କୋଉମାନେ? ଯୋଉ ଇଂରେଜ ମାନେ ଥିଲେ, ଇଂରେଜ ମାନେ ନିହାତି ଯେତେବେଳେ ରାଜା ମନା କରୁଛନ୍ତି, ନାଇଁ ତୁମେ ଦିଲ୍ଲୀରେ କୌଣସି ଦୁର୍ଗ ନିର୍ମାଣ କରିପାରିବ ନାହିଁ, ତୁମେ ପଳାଅ, ତାଙ୍କୁ ବେପାର ବାଣିଜ୍ୟ କରିବା ପାଇଁ ଦଉନାହାନ୍ତି, ତ ସେତେବେଳେ ସେ ଇଂରେଜ ମାନେ କଣ କଲେ? ସେ ସେଇ କଲିକତାରେ ହିଁ ରହିକି ସେମାନେ କଲିକତାକୁ ଆକ୍ରମଣ କରିଥିଲେ। ଇଂରେଜ ମାନେ କଣ କଲେ? କଲିକତାକୁ 1757 ଖ୍ରୀଷ୍ଟାବ୍ଦରେ ଆକ୍ରମଣ କଲେ।
ଆକ୍ରମଣ କଲେ ଆଉ ଯଦି କଲିକତାଟାକୁ ଯଦି ଜିତିଯିବେ ତାହେଲେ ସେଟା ଇଂରେଜ ତାଙ୍କ ଅଧୀନରେ ରହିଯିବ। ତ ସେଥିପାଇଁ ସେମାନେ କଣ କଲେ ନା ଆମର ସୁଜାଉଦ୍ଦୌଲାଙ୍କ ସହିତ ଯୁଦ୍ଧ କରିବା ପାଇଁ ଆରମ୍ଭ କଲେ। ସୁଜାଉଦ୍ଦୌଲା ଆଉ ଇଂରେଜଙ୍କ ମଧ୍ୟରେ କେମିତି କଣ ସବୁ ଯୁଦ୍ଧ ହୋଇଥିଲା କି ଆମର କଲିକତା ଉପରେ ଆକ୍ରମଣ କଲେ। ଯେତେବେଳେ କଲିକତା ଉପରେ ଆକ୍ରମଣ କଲେ ସେଠାରେ ରାଜା ଥିଲେ କି ଆମର ସୁଜାଉଦ୍ଦୌଲା। ଇଂରେଜ ମାନେ ଯେତେବେଳେ କଲିକତାକୁ ଆକ୍ରମଣ କଲେ ଯେତେବେଳେ କଲିକତାକୁ ଆକ୍ରମଣ କଲେ ସେଠିକାର ରାଜା ଯେ ଥିଲେ କିଏ ଥିଲେ ସୁଜାଉଦ୍ଦୌଲା। ତାଙ୍କ ସାଙ୍ଗରେ ତାଙ୍କ ସହିତ ସେ କଣ କଲେ ନା ତାଙ୍କ ସାଙ୍ଗରେ ଯୁଦ୍ଧ କଲେ। ସେ ଯୁଦ୍ଧ ଆରମ୍ଭ କଲେ କିଏ ନା ସୁଜାଉଦ୍ଦୌଲା। ଯୋଉ ରାଜା ଥିଲେ ସୁଜାଉଦ୍ଦୌଲା ସେ ଯୁଦ୍ଧ କଲେ। ଯେତେବେଳେ ଇଂରେଜ ମାନଙ୍କ ସାଙ୍ଗରେ ଯୁଦ୍ଧ କଲେ ଇଂରେଜ ମାନଙ୍କର କିଏ ଥିଲେ ଗଭର୍ଣ୍ଣର ଥିଲେ ନା ଡ୍ରେକ୍ ନାମକ ବ୍ୟକ୍ତି। ସେ ସେଠିକାର କଣ ଥିଲେ ନା ସେ ସେଠିକାର ଗଭର୍ଣ୍ଣର ଥିଲେ। କୋଉଠିକାର ନା ସୁଜାଉଦ୍ଦୌଲା ଯୁଦ୍ଧ କଲେ ଇଂରେଜ ମାନେ ଯେ ଆସିକି କଲିକତାରେ ଆମର ଆକ୍ରମଣ କଲେ ତ ସେଥିରେ ଯେ ଆସିଥିଲେ ସେମାନେ ନିହାତି ସୈନ୍ୟବାହିନୀ ଧରିକି ଆସିଥିବେ ନା। ଯେ ସୈନ୍ୟବାହିନୀ ଧରିକି ଆସିଥିଲେ ସେମାନଙ୍କ ମଧ୍ୟରେ ଜଣେ ଗଭର୍ଣ୍ଣର ଥିଲେ ବା ଜଣେ ହେଡ୍ ଥିଲେ। ତାଙ୍କ ନାଁ କଣ ଥିଲା ନା ଡ୍ରେକ୍ ନାମକ ଜଣେ ବ୍ୟକ୍ତି ଥିଲା। ସେ ହଉଛି ସେଠିକାର ଗଭର୍ଣ୍ଣର ଥିଲେ। ଯେତେବେଳେ ଆମର ସୁଜାଉଦ୍ଦୌଲା ଆକ୍ରମଣ କଲେ କେଉଁମାନଙ୍କ ଉପରେ ଏ ଯୋଉ ଆମର ଡ୍ରେକ୍ ଆଉ ତାଙ୍କ ଯୋଉ ସୈନ୍ୟବାହିନୀ ଥିଲେ ଡ୍ରେକ୍ ଆଉ ତାଙ୍କ ଯୋଉ ସେନାବାହିନୀ ଥିଲେ ସେମାନେ କଣ କଲେ ଯୁଦ୍ଧ କଲେ। ଏମାନେ ଭୟରେ କଣ ହେଲେ ସେମାନେ ପଳେଇ ଗଲେ ନା ନଦୀ ପାର ହେଇକି ନଦୀ ପାର ହୋଇ ପଳାଇଲେ। ନଦୀ ପାର ହୋଇକି ପଳାଇଲେ କୋଉମାନେ ଯୋଉ ଆମର ଆସିଥିଲେ କିଏ ଯୁଦ୍ଧ ଡ୍ରେକ୍ ଆଉ ହଉଛି ତାଙ୍କର ଯୋଉ ସୈନ୍ୟ ପଲ ଧରିକି ସବୁ ଆସିଥିଲେ ସୈନ୍ୟ ଦଳ ଧରିକି ଆସିଥିଲେ ସେମାନେ ଆମର ସୁଜାଉଦ୍ଦୌଲାଙ୍କର ଯୁଦ୍ଧ ଦେଖିକି ଯୁଦ୍ଧ ଯେତେବେଳେ କଲେ ତାଙ୍କ ସାଙ୍ଗରେ ସାମ୍ନା କରିପାରିଲେନି। ସେମାନେ ନଦୀ ପାର ହେଇକି ପଳେଇ ଯାଇଥିଲେ ଡରିକି ପୁରା ପଳେଇ ଯାଇଥିଲେ। କହିଥିବ କି ନାଇଁ ଆମର ସୁଜାଉଦ୍ଦୌଲା ଯୋଉ ଅଛନ୍ତି ଯୋଉ ଶାସକ ସେ ବହୁତ ହୁସିଆର ବା ବହୁତ ଶକ୍ତିଶାଳୀ ତ ସେଥିପାଇଁ ଆମେ ତାଙ୍କ ସାଙ୍ଗରେ ସାମ୍ନା କରିପାରିଲୁନି ଯୋଉଥିପାଇଁ ଆମେ ଭୟରେ ଡରିକି ପଳେଇ ଆସିଲୁ। ତ ତାଙ୍କ ବଦଳରେ ଆଉ ଜଣେ ଭୀରୁ ଦେଖିକି ଆସିଛି କିଏ ନା ତାଙ୍କ ବଦଳରେ ଆଉ ଜଣେ ଆସିଛି କହିଲେ କଣ ହେଇଛି ସେ ତାଙ୍କ ସାଙ୍ଗରେ ପାରିଲନି ନା ସେମିତିକା ଜଣେ ଭୀରୁ ହେଇକି ଆସିଲେ ତାଙ୍କ ବଦଳରେ କିଏ ନା ତାଙ୍କ ବଦଳରେ ଆଉ ଜଣେ ଆସିଲେ ଭଲୱେଲ। ସେତେବେଳେ ଭଲୱେଲଙ୍କୁ ଗଭର୍ଣ୍ଣର କରାଗଲା। ଯେତେବେଳେ ଭଲୱେଲ ଗଭର୍ଣ୍ଣର ହେଲେ ସେ ପୁଣି ଆଉଥରେ ଆସିଲେ କୋଉଠିକି ନା ଆମ କଲିକତାକୁ ଆସିଲେ। ସେ କଲିକତାକୁ ପୁଣି ଥରେ ଆସିଲେ ସେ ପୁଣି ଆଉଥରେ ସୈନ୍ୟବାହିନୀ ଧରିକି ଆସିଲେ କଲିକତାରେ କଣ କରିବା ପାଇଁ ନା ସେ ସେଠାରେ ଯୁଦ୍ଧ କରିବା ପାଇଁ ଆସିଥିଲେ। ଯେତେବେଳେ ସେ ସେଠିକାରେ ଆସିଲେ ସେ ସେଠିକାର ରାଜା ଯିଏ ଥିଲେ ଆମର କିଏ ଥିଲେ ନା ଆମର ସୁଜାଉଦ୍ଦୌଲା। କିଏ ଥିଲେ ସୁଜାଉଦ୍ଦୌଲାଙ୍କୁ ସୁଜାଉଦ୍ଦୌଲା ଆଉ କିଛି ଜଣଙ୍କୁ ନା ବନ୍ଦୀ କରି ନେଇ ଆସିଲେ। ବନ୍ଦୀ କରି ନେଇ ଆସିଲେ। ସୁଜାଉଦ୍ଦୌଲାଙ୍କୁ ସେଠି ହରେଇଛନ୍ତି ତାପରେ ତାଙ୍କୁ ବାନ୍ଧିକି ନେଇ ଆସୁଛନ୍ତି। ପୁଣି ତାଙ୍କର ଯୋଉ ଅନୁଗାମୀ ମାନେ ଥିଲେ ସୁଜାଉଦ୍ଦୌଲାଙ୍କର ଯୋଉ ଅନୁଗାମୀ ମାନେ ଥିଲେ ତାଙ୍କୁ ବି ମଧ୍ୟ ଧରିକି ନେଇ ଆସିଥିଲେ ବନ୍ଦୀ କରିକି ନେଇ ଆସିଥିଲେ ବାନ୍ଧିକି ନେଇ ଆସିଥିଲେ। ଏକ କୋଠରୀରେ ଆବଦ୍ଧ କରି ରଖିଦେଲେ। ତାହେଲେ ଭାବ ଏଇଟା ଗୋଟେ କୋଠରୀ ହେଇଥିବ ସେଠାରେ କୌଣସି କିଛି ଝରକା ନିହାତି ପବନ ଯିବା ପାଇଁ ଗୋଟେ କିଛି ଗୋଟେ ଝରକା ଦରକାର ନା ଝରକା କିଛି ନଥିବ। ଏଠି କୌଣସି କିଛି ଝରକା ଏମିତି ନଥିବ କି ପବନ ଯିବା ପାଇଁ ଭାବ ତୁମକୁ ସେଇଭଳିଆ ଜାଗାରେ ତୁମକୁ ରଖି ଦିଆଯିବ ତୁମକୁ କେମିତି ଲାଗିବ ନିହାତି ଅଣନିଶ୍ୱାସୀ ଲାଗିବ ନା ନାଇଁ। କୌଣସି କିଛି ନିଶ୍ୱାସ ନେବା ପାଇଁ କିଛି ପବନ ପାଇବନି ଯେତେବେଳେ ପାଇବନି ତୁମକୁ ଅଣନିଶ୍ୱାସୀ ହବ କି ନାହିଁ। ତ ଭାବ ସେଇଭଳିଆ ହଉଛି ଆମର ଇଂରେଜ ମାନେ ଏମିତିକା କରିଥିଲେ। ଇଂରେଜ ମାନେ ଏମିତିକା କରିଥିଲେ। ଆମର କିଏ ଥିଲେ ଯୋଉ ଆମର ସୁଜାଉଦ୍ଦୌଲା ଆଉ ତାଙ୍କର ଅନୁଗାମୀ ମାନେ ଥିଲେ କିଛି ଅନୁଗାମୀ ମାନଙ୍କୁ ଧରି ନେଇକି ସେଠାରେ
ସେ କୋଠରୀରେ ବନ୍ଦ କରି ରଖିଦେଇଥିଲେ। ଦିନ ରହିବେ, ବେଶୀ ଦିନ ତ ରହିପାରିବେନି ନା। ବନ୍ଦୀ ମାନେ ଥିଲେ କୋଉଠି ଥିଲେ ନା ସେ ଯୋଉ କୋଠରୀରେ କଣ ହେଇଥିଲା ତାଙ୍କର ଶ୍ୱାସରୁଦ୍ଧ ହେଇଯାଇଥିଲା ବା ଶ୍ୱାସରୁଦ୍ଧ ହେଇଯାଇଥିଲା ବା ଶ୍ୱାସ ଯେଟା କି ଆମର ନିଶ୍ୱାସ ଅଟକି ଯାଇଥିଲା। ଯେତେବେଳେ ଶ୍ୱାସରୁଦ୍ଧ ହେଇଯାଇକି ତାଙ୍କର ସେଠାରେ କଣ ହେଇଥିଲା ନା ପ୍ରାଣ ହାନି ହେଇଥିଲା, ପ୍ରାଣ ହାନି ଘଟିଥିଲା। ସେଟା ତାଙ୍କର ମୃତ୍ୟୁବରଣ ହେଇଯାଇଥିଲେ। ସେଠି ଯେତିକି ଜଣଙ୍କୁ ବନ୍ଦୀ କରିକି ରଖୁଥିଲେ ସେମାନେ ସେଠି ମୃତ୍ୟୁବରଣ କରିଥିଲେ। ଯାହା ଫଳରେ ଯୋଉ କୋଠରୀଟା, ଏଇ ଯୋଉ କୋଠରୀରେ ଯେତିକି ଜଣ ମୃତ୍ୟୁବରଣ କରିଥିଲେ ଏଇ ଭିତରେ, ତ ସେଟାକୁ କଣ କୁହାଯାଏ ନା ଅନ୍ଧକୂପ ଭଳିଆ, ଅନ୍ଧକୂପ ହତ୍ୟା, ମାନେ ସେଟାକୁ ଅନ୍ଧକୂପ ହତ୍ୟା ନାମରେ ନାମିତ।